जय जगन्नाथ एचडी फैमिली आपण मैंने तो जानते 10 दिन होगलानी गेली मोर देह भल ना आमती देह खराब होला बेलू गेली को केते कष्ट होची आपण मैंने सब बुझीपार अनुभव करूँ मो गेली को सबुठ अधिक कष्ट होची जिते से छिड़ा हवा चाहूँगी किंतु छिड़ा हो पारुनी। तो से बहुत परिश्रम करा चाहूँ फिजियोथेरापी करा चाहूँ किंतु फिजियोथेरापी कर भी पारुनी। तो आज मो गेली गोटे एमती गोटे फिजियोथेरापी मेसीन आनी जोटा कि गेली को छिड़ा हाँवाई बहुत हेल्पफुल हम तो ना कुछ खोलिया तुम्हें हुआ जय जगन्नाथ जगन्नाथ जय गेली पूरा जगन्नाथ दरकार रे आसी जाऊ गेली रे भल यूज रे अच्छु जंतु से ठिया है पारो आसीबो आसीबो तुम्हें पूरा एते खोजुचो एते रिसर्च करचो मु केमिति छेडा हेबी केते सारा जिंस ता पई आनुचो फेरोचो ट्राई करचो तो केमिति हबनी हबो ओ पूरा हुए तो बेनिफिट दबनी थोड़ी किछि भी बेनिफिट दबनी है ना। जय जगन्नाथ प्रभु प्रभु माने गोड़टा सब जो स्टीफ रोचे माने तो जो छिड़ा हला बेला जोटा गोटे बहुत बड़ प्रॉब्लम तो रोचे माने एमिति हे कि पूरा खांची के रोचे स्टीफ हे कि जे बिल्कुल भी एमती बेंड ही हे पारने आ तो जत्ते चेष्टा करले भी सेटा करि होनी माने जदी मासको जदी तू 2 थर 3 थर नाखा देह खराब हवा 15-20 दिन नाखा टोटली बिछणा रे पड़ी के रहिबो ताले तू माने फिजियोथेरापी करि ही पारिबनी जोति पय म नॉर्मल भाबुची मालिश भी हे हे पारुनी पारुनी। सेति हाँ बय प्रॉब्लम हो तो देखिए एटा जदि माने तो स्टिफनेस कमेबारे जदि हेल्पफुल हे गला ताले तो छिड़ा हबार गोटे बहुत बड़ा रास्ता खोली जीवो तो पय तो सेटा मु भाबी केटा आनी छी तू आगो ट्राई करिया पूर्व मु आगो निजे देखि दिए कोन होउची कोन नाही जिंसटा तापरे तू यूज करिवु हला एचडी फैमिली आगो मु निजे ट्राई करे कोन प्रॉब्लम हबो न हबो मु तो जानिनी तो आगो ट्राई करे देखे तापरे गेली मोर ट्राई करिवो। ଏବେ ମୁଁ ମେସିନ୍ ଟାକୁ ଲଗେଇକି ଦେଖୁଛି କଣଟା ହଉଛି ତା ଭିତରେ ତିନିଟା ଜିନିଷ ହଉଛି ଗୋଟେ ହେଲା ଫାଷ୍ଟ ମାନେ ପୁରା ପାଦ ତଳୁ ଗୋଟେ ଏମିତି ଗୋଟେ ରୋଲିଂ ହଉଛି ଅଟୋମେଟିକ ଏମିତି ଆଗ ପଛ ହେଇକି ଗୋଟେ ରୋଲିଂ ହଉଛି ତଳେ ତାପରେ କଡରୁ ଏମିତି ହଉଛି ମାନେ ଗୋଡଟାକୁ ଏମିତି କମ୍ପ୍ରେସ କରିକି ଚାପିବାକୁ ଟ୍ରାଏ କରୁଛି ଯେମିତି ଗୋଟେ ଏମିତି ଜଣେ ମସାଜ କରୁଛ ଗୋଡଟାକୁ ଜଣେ ଚାପୁଛି ଜଣେ ସେମିତି ଟାଇପ ହଉଛି ଆଉ ଏମିତି ମୁଭ ହଉଛି ମାନେ ଗୋଡଟାକୁ ସେ ଏମିତି ଚାପିକି ଏମିତି କରିକି ପୁଣି ଭାଙ୍ଗି ଯିବ ତ ମୋ ଗୋଡ ସେମିତି ନା ଭାଙ୍ଗିବନି। ମୁଁ ଏବେ ଫାଷ୍ଟ ଭାବୁଛି ଯେ ଗେଲ୍ହି ଗୋଡରେ ମାନେ କଣଟା ପ୍ରୋବ୍ଲେମ କି କଣ ହେଇପାରେ ସେ ଜିନିଷଟା ଭାବୁଛି। ସମୟ ମାନେ ସାଙ୍ଗେ ସାଙ୍ଗେ ଲଗେଇକି ଦେଖିବ ସୁଇଚ ଅଛି ନା ବନ୍ଦ କରିବା ହଁ ପାଇଁ ତାର ଦେଖିବା ତ ଧରନ୍ତୁ ମୁଁ ବନ୍ଦ ଲଗେଇକି କରିବାକୁ ଦେଖିଲେ ହିଁ ଗଲି ଜଣା ପଡିବ ସେ ବନ୍ଦ ହେଇଗଲା ହଁ ତ ଲଗେଇକି ଦେଖିଲେ ହିଁ ଜଣା ପୁରା ପଡିବ। ପାଦ ତଳଟା ପୁରା ଲାଗୁଛି ଯେମିତି ଏବେ ବି ମୁଭ୍ ହଉଛି ପୁରା ହଁ ତାହେଲେ କଣ ହବ ମୋର ମାନେ ଟ୍ରେନରେ ଓହ୍ଲେଇ ପଡିଲେ ଯେମିତି ସବୁ ଫିଲ୍ ହୁଏ ନା ଏବେ ବି ଟ୍ରେନ ଚାଲିଛି ସେଇଟା ବି ଏବେ ବି ଲାଗୁଛି ଯେ ପାଦ ତଳଟା ଏବେ ବି ମାନେ ଘଷା ଚାଲିଛି ଖୋଲି ସାରିଲା ପରେ ବି ହଁ ଗୋଟେ ବହୁତ ବଢିଆ ସେନ୍ସେସନ ଫିଲ୍ ହଉଛି। ଜଗନ୍ନାଥଙ୍କୁ ଡାକିକି ଟ୍ରାଏ କରିବା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ହଁ ମୁଁ ଏଇଟା ଟିକେ ଟେକି ସାରିଲା ପାଖକୁ ନେବି ଏ ପାଦଟାରେ ବାଜିଯିବ ନା ବାଜିବନି ମୁଁ ଏଟାକୁ ବି ଟେକିକି ରଖିଦେବି ଦେଖିକି ବାଁ ପାଦ ଟା ମୁଁ ଧରୁଛି ବାଁ ପାଦ ଟା ବହୁତ ବଥା ଅଛି ଏବେ ତମେ ଆଣ ତୁମେ ମେସିନ ଘୁଞ୍ଚାଅ ମୁଁ ଧରିଛି ତୁମେ ମେସିନ ଘୁଞ୍ଚାଅ ମୁଁ ନିଜେ ଟେକିଛି ମେସିନ ଟା ଟିକେ ଆଡକୁ ଆସିବ ହଁ 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 ଏବେ ଠିକ ହେଲା ନା ଟିକେ ଆଗକୁ ଆଉ ଟିକେ ମେସିନ ଟା ସାଡକୁ ଯିବ ସେ ଆଡକୁ ହାଲକା ହାଲକା ହଁ ହେଲା ହଁ ମୋ ପାଦ ଟା ଟିକେ ଭଲସେ ରଖ କଷ୍ଟ ହଉଛି। ଜୟ ଜଗନ୍ନାଥ ପ୍ରଭୁ ଆଶୀର୍ବାଦ କର ମୋ ଗେଲିକୁ ମୋ ଗେଲି ଗୋଡରେ ଟିକେ ଷ୍ଟ୍ରେଂଥ ଦିଅ ଶୋଇପାରୁ ଯେମିତି ମୋ ଗେଲି ବଡି ଟା ଯୋଉ ୱିକ୍ ଅଛି ଅଟୋମେଟିକଲି ଗୋଡ ସିଧା ହେଲା ବେଳକୁ ହିଁ ମୁଣ୍ଡ ବୁଲେଇ ଦଉଛି ନା 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 ବ୍ଲଡ ପ୍ରେସର ହାଇ ହେଇଯାଉଛି ହଉ ଛାନିଆ ହେଇଯାଉଛୁ କି ନା ଟିକେ ନା ନା ପେନ୍ ହଉଛି ହଉ ନା ସେମିତି ନୁହେଁ ଆରେ ମୁଣ୍ଡ ଚାପିକି ଟାକୁ ଧରିମି ଏଇ ପୋର୍ସନ ଶିର ଟାକୁ ଟିକେ ଚାପି ଦିଅ। ଜୟ ଜଗନ୍ନାଥ ପ୍ରଭୁ କଲି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପ୍ରଭୁ
अल्ला अल्ला बंद कर बंद कर बंद कर बंद कर बंद कर बंद कर ମୁଁ ଜାଣିଛି ତୁ ଡରି ଯିବୁ। डरुनी से बेड सोर जगह एडा बहुत जोर कष्ट होचे वो बिल्कुल डरू नहीं तଳ ପଟ ପାଦ ना ना से जो ऑपरेशन जगह दी कोड जो ऑपरेशन हेची से ऑपरेशन जगह पेन होचे से जगह ठीक अछि ना ठीक अछि पूरा ठीक अछि ठीक अछि ଗୋଟେ ଗୋଡଟାକୁ କାଢିକି हो ରଖିବୁ हो देखिया ମୁଁ हैंडल କରିବାକୁ ट्राई करछि ଏମିତି ରଖିକି ଟ୍ରାଏ କରିବା ଯେମିତି କି ମାନେ ବେଡସର ଜାଗା ଟା ଟିକେ ମାନେ ପଛକୁ ରହିବ। ଜୟ ଜଗନ୍ନାଥ गेला ଜୟ धीरे ଜଗନ୍ନାଥ ହଁ ଧୀରେ माँ ଜୟ जगन्नाथ जय जगन्नाथ मामा बंद कर बंद बंद कर बंद कर बंद बंद कर ହେଇଗଲା बंद कर ବନ୍ଦ ହେଇଗଲା बंद कर मते कष्ट होछि बहुत जोर मो गोड़ की सही जाଉଛି 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 ସେଟା ବ୍ଲଡ ଫ୍ଲୋ ବି ପୁରା ସଡନ ଜୋରରେ ହଉଛି ନା ତାପରେ ହଁ ସେଟା ସେ ପୁରା ଏମିତି ଏମିତି କରିକି ମସାଜ ଟା ଯୋଉ କରୁଛି ସେଥିପାଇଁ ଓହୋ कष्ट होଉଛି ମୋ ମୁଣ୍ଡ କିଛି ହେଇଯାଉଛି ମୋ ମୁଣ୍ଡ କିଛି ହେଇଯାଉଛି ଶିର ଚାପ ମୁଣ୍ଡ ଶିର ଧରିଛି ଧରିଛି ଚାପିକି ଧରିଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ऑपरेशन जगह बहुत जोर कष्ट होଉଛି ହଁ ମୁଁ ବୁଝିପାରୁଛି କଷ୍ଟ ହଉଛି ବହୁତ ଜୋରରେ ବୁଝିପାରୁଛି କମିଲା ନା କମିଲା କମୁ ତ ନାହିଁ ମୁଁ ହ୍ୟାଣ୍ଡଲ କରିପାରୁଛି ଏବେ କରିପାରୁଛୁ ନା ହଁ ମୁଁ ଟିକେ ଖାଲି ନିଜେ କାଢି ନଉଛି ଆଗ ଟିକେ ମୁଁ ଟିକେ ଦେଖେ ନିଜେ ଆଉ ଟିକେ ତାପରେ କହୁଛି କଣ କରିହବ କଣ ନାହିଁ କିସ ହେଲା ହେଲା बोलो बेहोश हो गलु किला ହେଲା ଜୟ ଜଗନ୍ନାଥ बोलो मुंडा टा छाड़ी पारनी मु गेला ए गेला गेला लो गेला ए गेला गेला शुणी पारछु ना मो कथा बोलो निस्तेज पड़ जाଉଛି ମୁଁ ଜାଣିପାରୁଛି ହଁ ମତେ ଟିକେ ନର୍ମାଲ ରହିଥା ଆଉଜି ପଡ ଟିକେ ମୋ ଉପରେ ଭଲ ଲାଗିବ ସଟନ ହ୍ୟାଣ୍ଡଲ କରିପାରିଲେନି ଆଜି ଏତିକି ଥାଉ ହେଲା ପରେ ନହେଲେ ଟ୍ରାଏ କରିବା ନା ଟିକେ ଦେଖିବେ କଣ ହଉଛି ଥରେ ହେଲାଣି ଦେହଟା ଥଣ୍ଡା କାଇଁ ପଡି ଯାଉଛି ନା ଟିକେ ହାତଟା ओम त्र्यंबकं यजामहे सुगन्धिं पुष्टिवर्धनम् उर्वारुकमिव वन्दनान् मृत्युमुख्यमृतात् ओम यजामहे सुगन्धिं पुष्टिवर्धनम् ए पेन सहिବାକୁ ମତେ ମାସେ ଲାଗିଯିବ ଏତେ ଜୋର ବ୍ଲଡ ଫ୍ଲୋ ହବାକୁ ପୁଣି ଯୋଉ କଷ୍ଟ ଯନ୍ତ୍ରଣାଟା ଏତେ ଜୋର ରହୁଛି ବିଲକୁଲ ବି ଗଲି ସହି ପାରିଲାନି ସାଙ୍ଗେ ସାଙ୍ଗେ ବେହୋସ ହେଇଗଲା ଆଉ ତା ଦେହ ହାତ ଗୁଡା ପୁରା ଥଣ୍ଡା ପଡିଗଲା ଟିକେ ମାଲିସ ଯୋଉ କରିଦେଲି ହାତ ଗୁଡାକ ଟିକେ ଭଲ ଲାଗିଲା ଅଟୋମେଟିକଲି ମାନେ ବଡିର ଯୋଉ ଟେମ୍ପରେଚର କମି ଯାଉଛି ହଁ ତମ ହାତଟା ଯୋଉ ନରମ ମତେ ଫିଲ୍ ହୁଏ ସେ ଫିଲିଙ୍ଗସ ଫିଲ୍ ହଉନାହିଁ କହିଲା ବେଳକୁ ବି ଆତ୍ମା ଥରି ଯାଉଛି ମୋର ଆଉ ଥରେ ଷ୍ଟାର୍ଟ କରିବା ପୁରା ଷ୍ଟ୍ରଙ୍ଗଲି ହେଲା ଲାଗୁଛି ପୁଣି ଏବେ କଣ ହବ କଣ ଟିକେ ଖାଲି ବେଡସୋର ଜାଗାଠୁ ଦୂରେଇକି ମୁଁ ସେ ପଛେଇକି ଟିକେ ରଖୁଛି ବେଶୀ ମତେ ପ୍ରୋବ୍ଲେମ ହଉଛି ତା ଭିତରେ ଯେତିକି ବଥା ବିନ୍ଧା ରହୁଛି ଯୋଉଥିପାଇଁ କେତେ କଷ୍ଟ ହଉଛି ହଉ ଜୟ ଜଗନ୍ନାଥ ପ୍ରଭୁ ପ୍ଲିଜ ସହିବା ଶକ୍ତି ଦିଅ ମତେ ସହିବା ଶକ୍ତି ଦିଅ ଜୟ ଜଗନ୍ନାଥ ପ୍ରଭୁ ଟିକେ ମୋ ପେନ୍ କମେଇ ଦେ କାଳିଆ ଧୀରେ ଧୀରେ ମା ମା ପୁରା ସ୍ଲୋ କରିଦେଇଛି ହଁ ଏଇଟା ଠିକ ମାନେ ଏଇଟାକୁ ଗେଲେ ମୁଁ ଏବେ ଟିକେ ବନ୍ଦ କରିଦବା ଏବେ ଟିକେ ବନ୍ଦ କରିଦବା ଏବେ ଟିକେ ବନ୍ଦ କରିଦିଅ ବନ୍ଦ କରିଦିଅ ବନ୍ଦ କରିଦିଅ ବନ୍ଦ କରିଦିଅ ପ୍ଲିଜ ବନ୍ଦ କରିଦିଅ ବନ୍ଦ କରିଦିଅ ମୁଁ ଏଇଟାକୁ ମୁଁ ହ୍ୟାଣ୍ଡେଲ
କରିପାରୁଛି। ହଁ ହଁ ମତେ ବହୁତ କଷ୍ଟ ହଉଛି ହଁ କିନ୍ତୁ ହଁ ହଁ ଏଇଟାକୁ ମୁଁ ପ୍ରାକ୍ଟିସ କରିପାରିମି। ହଁ ଏଇ ପୁରା ସ୍ଲୋ ବାଲାଟା ହଁ 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 ଏଇଟା ଟିକେ ଦେହରେ ଏଇଖିନା ମାନେ ଆଦତ ନେଇ ତ ଟିକେ ଲାଗିଯିବ ଟାଇମ ହଁ ହଁ କିନ୍ତୁ ହେଇପାରିବ ହଁ ହଁ। ହଁ ପୁଣି ଥରିଲା ହାତଟା ଏଇଟା ଟିକେ କମ କଷ୍ଟ ହେଲା ମତେ ଲାଗୁଛି ରକ୍ତ ଫକ୍ତ ବାହାରି ପଡୁଛି ଗୋଡ ଭିତରୁ। ଦେଖ ନା ମୋ ଗୋଡ ଠିକ ଅଛି ନା, ମୋ ଗୋଡ ଠିକ ଅଛି ନା, ଦେଖ ନା ଏଇଗୁଡା ସବୁ ଏଗୁଡା ଠିକ ଅଛି ଠିକ ଅଛି ନା, ହଁ ହଁ ଠିକ ଅଛି କି? ସେଠି କିଛି ହଉନାହିଁ, ପ୍ରେସର ଯାଉନାହିଁ, ସେ ଯୋଉ ବ୍ଲଡ ଫ୍ଲୋ ଟା ଜୋର ପୁରା ତଳୁ ଉପର ଯାଏ ପୁରା ପମ୍ପିଂ ନା ହେଇଯାଉଛି। ନା ହଉଛି ଦେଖ ଏଇଗୁଡା ବ୍ଲଡ ବାହାରୁଛି ନା ଭଳିଆ ନା କିଛି ଫିଲ୍ ହଉନି ହଉଛି। ହଁ ତତେ ଫିଲ୍ ହଉଛି ସେମିତି ତାହେଲେ ଚିଡଚିଡ ହେଇକି ପୁରା ଫାଟିଗଲା ଭଳି ତାହେଲେ ଫିଲ୍ ହଉଛି ମାନେ ସେଠି। ଲାଗୁଛି ଯେମିତି ମାଂସ ଫାଟି ଯାଉଛି ମୋ ଗୋଡର। ହୁଁ ସେଟା ହଉ ଚାଲୁଛି ଯେତେବେଳେ ପାଦ ପେନ୍ ହଉଛି, ଯେତେବେଳେ ବନ୍ଦ ହଉଛି ଏଇଗୁଡାକ ପେନ୍ ହଉଛି। ହୁଁ ଆକ୍ଚୁଆଲି ଏଚଡି ଫ୍ୟାମିଲି ଆଉ ଗୋଟେ ଜିନିଷ ମୁଁ ଆପଣ ମାନଙ୍କ ସହ କେବେ ସେୟାର କରିନାହିଁ, ଯେବେଠୁ ମାନେ ରୋଗ ହେଇଛି ଗେଲିକୁ ସେବେଠୁ ମାନେ ଏଇଠୁ ପାଖରୁ ଯୋଉ ତଳକୁ ପୁରା ମାନେ ପାରାଲାଇଜ ହେଇଯାଇଥିଲା ସେତେବେଳେ ମାନେ ଏଇ ବଡିର ଯୋଉ ଜାଗାରୁ ତଳକୁ ପାରାଲାଇଜ ହେଇଯାଇଥିଲା ସେଇ ଜାଗାର ସବୁ ଯାକ ପେନ୍ ଯୋଉଠି ଯୋଉ ଯାହା ବି ପେନ୍ ହୁଏ ସବୁ ଜାଗାର ପେନ୍ ଯେତିକି ଏରିଆ ଭଲ ଅଛି କେବଳ ସେତିକି ଏରିଆରେ ହିଁ ମାନେ ଫିଲ୍ ହୁଏ। ମାନେ ଆପଣ ମାନେ ଭାବନ୍ତୁ ମାନେ ଗେଲିକୁ କେତେ କଷ୍ଟ ହଉଥିବ, ମାନେ ଦେହ ଯାକର କଷ୍ଟ କେବଳ ମୁଣ୍ଡରେ ଗେଲିକୁ ଫିଲ୍ ହୁଏ। ସବୁ ଯାକ ପେନ୍ ଟା ସେଇ ଜାଗାରେ ଫିଲ୍ ହୁଏ, ହାତ ଆଉ ମୁଣ୍ଡରେ। ତ ଏବେ ବି ସେ ମାନେ ସେମିତି ଟାଇପ ପେନ୍ ଟା ହଉଛି। ତା ଗୋଡର ପେନ୍ ଟା ପୁରା ମୁଣ୍ଡ ହାତ ଫାତ ପୁରା ଥଣ୍ଡା ପଡି ଯାଉଛି, ପୁରା ଦେହ ଥଣ୍ଡା ପଡି ଯାଉଛି, ସେମିତି ପେନ୍ ହଉଛି, ଦେହ ପୁରା ଥରେଇ ପକଉଛି ପୁରା। ଗୋଡ ଆଜି ରାତିରେ ପୁରା ମାନେ ଯନ୍ତ୍ରଣା ଦବ। ମାନେ ପେନ୍ କମିବ ହିଁ ନାହିଁ ମତେ ଲାଗୁଛି, ଯେତିକି ଜୋର ବିନ୍ଧା ଛିଟକା ହୁଏ ତା 100 ଗୁଣା ବିନ୍ଧା ଛିଟକା ହଉଛି। ହୁଁ ଖାସ କରି ବାଁ ଗୋଡ ଟା ଗଲା ବେଶୀ ହଉଛି ଲୋ କିସ ହୁଁ କରିବା ଲୋ। ଏଇ ଆଣ୍ଠୁ ଟା ବେଶୀ ପେନ୍ ହଉଛି କି? ପୁରା ଗୋଡ ସାରା ପେନ୍ ହଉଥିବ ଗୋଡ ନା? ସାରା ମାନେ ମୁଁ ହ୍ୟାଣ୍ଡେଲ କରିବାକୁ ଟ୍ରାଏ କରୁଛି ଲୋ ହଁ ଗୁଲୁଚୋଟ ଲୋ ମୁଁ ଟା ବେଳେ। ଜାଣିଛି ଲୋ ଗେଲା ତୁ ଟ୍ରାଏ କରୁଛୁ ମୁଁ ଟ୍ରାଏ ଜାଣିପାରୁଛି, କରୁଛି ବୁଝିପାରୁଛି। ମୁଁ ଟ୍ରାଏ କରୁଛି, ମୁଁ ଭଲ ହେବି ହୁଁ ଜାଣିଛି ହୁଁ କଲେ। ମୁଁ କାଲିକି ପୁଣି କରିବି ଆଉ ଏନର୍ଜି ଦେଇ କରିବି ଆଉ ହ୍ୟାଣ୍ଡେଲ କରିବାକୁ ଟ୍ରାଏ କରିବି ଅଧିକ। ହଁ ଆଜି ସଡନ ହେଲା ନା ମୋ ମାଇଣ୍ଡ ରିସିଭ କରିପାରୁନି ପେନ୍ ହଁ ଟାକୁ। ତାପରେ ସଡନ ସେଟା ଗୋଟେ ଅଲଗା ଟାଇପ ମୁଭମେଣ୍ଟ ଟା ବି ଅଲଗା ଟାଇପ ହଉଛି, ମାନେ ଆଗ ପଛ ଉପର ତଳ ପୁରା ଏମିତି ଟାଇପ ମୁଭମେଣ୍ଟ ସେଇଟା ଟା ହଉଛି କଷ୍ଟ ଯୋଉଟା ଦଉଛି। ପାଇଁ ମାନେ ଓହ୍ଲେଇ ବଡି ପଡିବି ହଁ ଏଥିରୁ। ହଁ ବଡି ରିଆକ୍ଟ କରୁଛି ସେଥିପାଇଁ ବେଶୀ। ଜୟ ଜଗନ୍ନାଥ ପ୍ରଭୁ ଏ କଷ୍ଟ କମେଇ ଦିଅ ଏମିତି ଜନାର ବଲ। ବସିକି ଆଉଁସିବା କି ନା ହଁ ତଳେ ଏଇଠି ଯାଇକି ଆଉଁସିବା? ଏଇଠି ଆସୁନୁ ଏମିତି ରିଲାକ୍ସ ଫିଲ୍ ହଉଥିବ ତ ଏମିତି ରଖିବାକୁ ଏମିତି ହଁ ନର୍ମାଲ। ଜୟ ଜଗନ୍ନାଥ ପ୍ରଭୁ ଜୟ ପେନ୍ ବାଲା ଜଗନ୍ନାଥ ହାଇ ହଉଛି। ଜୟ ଜଗନ୍ନାଥ। ମୁଁ ଖାଲି ହାତ ମାରୁଛି ଚିପୁ ନାହିଁ ବିଲକୁଲ ବି। ଲାଗୁଛି ଏଗୁଡା ସବୁ ଫୁଲି ଗଲା ବଡ ଜୋର। ହୁଁ ପୁରା ସ୍ୱେଲିଂ ଫିଲ୍ ହଉଛି ଚାରିଆଡେ ମତେ, ଫୁଲି ଯିବ କି ନା ଗୋଡ? ନା ଫୁଲିବନି ବିଲକୁଲ ବି ଫୁଲିବନି। ବୀର ବିକ୍ରମ ବଜରଙ୍ଗୀ କୁମତି ନିୱାର ସୁମତି କେ ସଂଗ। ଏବେ ଗେଲିକୁ ରୁମ ଭିତରକୁ ନେଇ ଆସିଲି, ଆସିବା ପରେ ଟିକେ ଗେଲି ମୋର ଉଷୁମ କ୍ଷୀର ଟିକେ ପିଇଦେଲା, ତାପରେ ଦେହ ଯୋଉ ପୁରା ଥଣ୍ଡା ପଡି ଯାଉଥିଲା ଥରୁଥିଲା ପୁରା ଶୀତରେ, ତ ସେଇଟା ଟିକେ କମି ଯାଇଛି ଏବେ। କିନ୍ତୁ ଯୋଉ ମାନେ ପେନ୍ ଟା ଯୋଉ ଏବେ ଘାରି ଗଲାଣି ପୁରା ଦେହ ସାରା ପୁରା ପେନ୍ ଘାରି ଗଲାଣି ଗୋଡ ହାତ ପୁରା, ତ ଏବେ ଟିକେ ତାକୁ ଗେଲିକୁ ମସାଜ କରିଦେବି, ଟିକେ ମାଲିସ କରିଦେବି ଗୋଡଟା, କାଳେ ଟିକେ ପେନ୍ କମିଯିବ। ଆସିବା ପାଖରୁ ସେତେବେଳଠୁ ହନୁମାନ ଚାଳିଶା ଭଜନ ଗାଇ ଚାଲିଛି, ମାନେ ମନଟାକୁ ଭୁଲେଇକି ସେ କଷ୍ଟ ଟାକୁ ଟିକେ ସହିବାକୁ ଟ୍ରାଏ କରୁଛି। ହଉ ମୁଁ ଗୋଡଟା ଟିକେ ମାଲିସ କରିଦଉଛି, ପ୍ରାର୍ଥନା କରୁଥା ସେମିତି ଭଜନ ଗାଉଥା ଠାକୁରଙ୍କୁ ସ୍ମରଣ କରୁଥା, ମୁଁ ଟିକେ ଗୋଡ ମାଲିସ କରିଦିଏ ଭଲ ଲାଗିବ। ସଡନ ଗୋଟେ ଏମିତି ହେଲା ବେହୋସ ହେଇଗଲା ଗେଲି, 1 ମିନିଟ ପାଇଁ ପୁରା ଗେଲି ବେହୋସ ହେଇଯାଇଥିଲା। ମୁଁ ଛାନିଆ ହେଇଗଲି ପୁରା, ମୁଁ କଣ କରିବି କିଛି ବୁଝିପାରିଲିନି। ଛାନିଆ ହେଇଗଲି, ପାଣି ଆଣିବି କଣ କରିବି, ମୁଣ୍ଡ ଟାକୁ ଛାଡିଦେଲେ ମୁଣ୍ଡ ଏମିତି ଟଳି ପଡିଥିଲା, ଛାନିଆ ମାନିଆ ହେଇଯାଇଥିଲି ପୁରା। ଦେହ ହାତ ପୁରା ଥଣ୍ଡା ପଡିଯାଇକି ସାଙ୍ଗେ ସାଙ୍ଗେ ମାନେ ବଡି କଣ୍ଟ୍ରୋଲ ଛାଡିଦେଲା, ମାନେ ମୁଣ୍ଡ ଟା ଏମିତି ଝୁଙ୍କିକି ପଡିଗଲା, ହାଲକା ହାତ ଛାଡିଛି ପୁରା ଓଲଟି ପଡିଥାନ୍ତା। କଣ ହେଲା?
ଭାବୁଛୁ ନା ମନେ ପଡୁନି, ମୁଁ ପ୍ରାର୍ଥନା ଜାଣିଛି ସେ କରିଛି ଦେଖି ସେ ଯୋଉ କଷ୍ଟଟା ହେଲା କେମିତି ହେଲା ମୋ ଗୋଡ ପୁରା ମା ମତେ ଲାଗିଲା ନା ଧାନ ମେସିନରେ ଧାନ ପକେଇଲେ ଯେମିତି ହୁଏ କଚକ୍ କିନା ଧାନଟାକୁ କାଟିଦିଅ ମତେ ଲାଗିଲା ମୋ ଗୋଡ ଏପଟ ଗୋଡଟାକୁ କାଟିଦେଲା ନା କଣ ସେଇଭଳି ପେନ୍ ବି ହେଲା ଫିଲ୍ଟା ସେଇଭଳି ହେଲା ଏବେ ବି ମାନେ ସେ ଯୋଉ କିଙ୍କିଣି ବାଲା ବିନ୍ଧାଟା କମିକି ମାନେ ଯୋଉ ଜୋରୁଆ ବାଲା ବିନ୍ଧାଟା ଷ୍ଟାର୍ଟ ହଉଛି ମାନେ ପୁରା ବଥା ପଡିକି ଦେହ ମାନେ ଜ୍ୱରରେ ପୁରା ଯେମିତି ଉଷୁମ ପଡିକି ପୁରା ଯେମିତି ଇଏ ହାଲୋ ଗଳି ପଡିବେ ଯେମିତି ହେଇଯାଏ ନା ସେମିତି ପୁରା ଫିଲିଙ୍ଗ ଏଗୁଡା ଷ୍ଟାର୍ଟ ହଉଛି। ସବୁ ଥଣ୍ଡା ପଡିଯାଇଥିଲା, ହାତ ଇଏ ସବୁ। ମୁଁ ଏଇଠି ମୁଣ୍ଡଟାକୁ ଧରିଥିଲି ନା, କାଇଁ ହଉଛି ଟେମ୍ପରେଚର କାଇଁ କମି ଯାଉଛି? ନା ସଡନ ଯୋଉ ହେଲା ମାନେ ଆଗରୁ ବି ତୋର ଏମିତି ହୁଏନି ନା, ଯାହା ବି କିଛି ଗୋଟେ ମାନେ ନୂଆ ବଡି କୁ ମାନେ ଫିଲ୍ କରେ କିଛି ତ ଗୋଟେ ଜିନିଷ, ବାନ୍ତି ଉଠାଏ ଟେମ୍ପରେଚର କମେନି କେବେ। ଏଟା ଗୋଟେ ସଡନ ଗୋଟେ ମାନେ ବ୍ଲଡ ଟା ଧଟିକିନା ଯୋଉ ପମ୍ପିଂ ହେଇଗଲା ଟାଇପ ହେଲା ନା, ତ ତାପରେ କଷ୍ଟଟା ଯୋଉ ଦେହ ପୁରା ଗୋଡର ସବୁ ଯାକ କଷ୍ଟ ମୁଣ୍ଡର ତତେ ଫିଲ୍ ହେଲା ନା, ସେଥିପାଇଁ ହ୍ୟାଣ୍ଡେଲ କରିପାରିଲୁନି। ଆଉ କିସ କେତେ ରିକଭରି ଜୋରସେ ହବ ଜଣା ଛାଟୁଛି ନାହିଁ। ଗୋଡଟା, ପୁରା ଛାଟିକି କାଢି ଦଉଛି ପୁରା ତା ଭିତର ଗୋଡ। ରିକଭରି କିସ ହବ ଜଣା ନାହିଁ ହବ କିନ୍ତୁ ହବ ପେନ୍ ମାସେ କଣ୍ଟିନ୍ୟୁ ବା 15 ଦିନ ମାନେ କୁହନ୍ତି ନା ଦାନ୍ତ କାମୁଡିକି ମତେ ସେ ପେନ୍ କୁ ସହିବାର ଅଛି ତାପରେ ଯାଇକି ରିକଭରିର ମାନେ ବୁଝା ପଡିବ ଗଲା। ଟିକେ ଏଟା ଭଲ ଲାଗିଲା ନା ଗୋଡଟା, ଆର ଗୋଡଟା କରୁଛି। ହଁ ଜାଣିଛି ତୁମେ ଟ୍ରାଏ କରୁଛ ବହୁତ କିନ୍ତୁ ତା ଭିତର ପେନ୍ ଟା କୋଉ ବାଟେ ଯାଉନି ଜାଣିପାରୁଛି ତୁମେ ଆଞ୍ଚ ପକଉଛ ଟ୍ରାଏ କରୁଛ ସେତେବେଳେ ବି ମତେ ପୁରା ମାନେ ଏଠି ଆଞ୍ଚ ପକଉଛ ସେଠି ହାତ ମାରୁଛ ଆକାଶ ଆକ୍ଚୁଆଲି ହେଇଗନି ମାନେ ମୁଁ ଫାଷ୍ଟ ବୁଝିପାରିଲିନି ଯେ ହେଲା କଣ, ଯେ ମାନେ ସଡନ ମାନେ ରିଆକ୍ସନ ଟା ହିଁ ମୁଁ ବୁଝିପାରିଲିନି। ଗୁଲୁ ସେଟା ବଥା ସେଟା ପୁରା ବଥା ପାଦଟା ବଥା ପଡିଯାଇଛି, ଏଇ ଯୋଉ ବାଁ ଗୋଡଟା ବେଶୀ ଷ୍ଟିଫ ରହିଛି ନା, ତ ସେଇଥିପାଇଁ ବାଁ ଗୋଡ ବେଶୀ ବଥା କରିଦେଇଛି। ସବୁଠୁ ଅଧିକା ବଥା ବାଁ ଗୋଡଟା ବି। କମିଲା ନା ଟିକେ, ହାଲକା ହାଲକା ହାତ ମାରୁଛି, ବେଶୀ ମୁଁ କରୁନି ତାକୁ। ମାନେ ମତେ ଲାଗୁଛି ଦିଟା ଯାକ ମିଶିଲେ ହିଁ ଗୋଟେ ବହୁତ ମାନେ ଭଲ ରେଜଲ୍ଟ ଆସିବ। ମାନେ ମୁଁ ହାତରେ ବି ଯାହା ମାନେ କରିବି ମସାଜ ସେ ସବୁ କରିବି ସେଟା, ତା ସହିତ ମେସିନ୍ ଦିଟା ଯାକ ଲାଗିଲେ ହିଁ ମାନେ ବହୁତ ଭଲ ଇମ୍ପ୍ରୁଭମେଣ୍ଟ ହବ। ଏନର୍ଜି ଦେଇଦିଅ ମତେ ଢେର ସାରା ଏନର୍ଜି। ଅଛି ତ ଏମିତି ବାଲା ଦେଖିଆ ଦେଖିଆ ଏ ଦେଖିଆ ହାତ କାଢିବାକୁ ଇଚ୍ଛା ହଉନି ନା। ଏଇ ଯୋଉ ହାଡ ଏଇ ଯୋଉ କଡ ଗୁଡାକୁ ବି ସେ ଏମିତି ମାନେ ଏଇ ଯୋଉ ଷ୍ଟିଫନେସ୍ ଟା ଯୋଉ ରହୁନି ନା, ଏଗୁଡାକ ଦେଖିବ ସବୁ କମିଯିବ। ଏଇଠି ଯୋଉ ହାଡୁଆ ହେଇକି ରହିଛି ଏଗୁଡା ସବୁ କମିଯିବ। ମୋର ଏଇ ପେନ୍ ଯୋଉ ହଉଛି ଯାହା ହଉଛି ଏସଟି ଫ୍ୟାମିଲି ଆପଣ ତ ମାନେ ଗେଲିକୁ କଷ୍ଟ ହଉଛି ଭାବୁଛନ୍ତି କିନ୍ତୁ ଏତେ ବର୍ଷ ଯାଏ ପୁଣି ଭଲ ଥିଲି ନା ଛୋଟ ବେଳରୁ ମାନେ ରୋଗ ହବା ଯାଏ ମୁଁ କହୁଛି ଜର ଥଣ୍ଡା କାଶ ଏକ୍ସିଡେଣ୍ଟ ହେଲା ପରେ ବି ଯାହାବି ମାନେ ବଡିର ସେନ୍ସେସନ ଥିଲା ବେଳେ ଯୋଉ ପେନ୍ ଗୋଟେ ଅଲଗା ପେନ୍ ମାନେ ସେ ପେନ୍ ଟା ଗୋଟେ ତାର ମାନେ ରିଲିଫ ଅଛି ମାନେ ତାର କମିବା ପ୍ରୋସେସିଂ ସବୁ ସେମ୍ ନର୍ମାଲ ଜ୍ୱରର ପ୍ରୋସେସିଂ ଯାହା ଆକ୍ସିଡେଣ୍ଟ ହେଇକି ବି ସେ ପ୍ରୋସେସିଂ ସେଇଆ ଏତିକି ଅଧିକ ପରିମାଣରେ କିନ୍ତୁ ସ୍କିନ୍ କାମ ନ କରୁଥିବା ଯୋଉ ରୋଗ ବାଲା ଇଏଟା ବହୁତ ମାନେ ଗୋଟେ ଅଲଗା ପ୍ରକାରର ମାନେ ପେନ୍ ସେଟା ଯୋଉଟା କି କେବଳ ସ୍କିନ୍ ମାନେ ଯାହାକୁ ପାରାଲାଇଜ୍ଡ ହେଇଥିବ ଯାହା ବଡି କାମ କରୁନଥିବ ସେଇ ହିଁ ସେ ପେନ୍ ଟା ବୁଝେଇ ପାରିବ ଯେ କଣ ସେ ପେନ୍ ଏମିତି ରୋଗ କାହିଁକି ଅଛି ଭଗବାନଙ୍କୁ ମୁଁ ଡାକୁଛି ମୋ ପାଖରୁ ନୁହେଁ ସମସ୍ତଙ୍କ ଶରୀରରୁ ମାନେ ଏ ରୋଗଟା ଜୀବନ ସାରା ପାଇଁ କାଢି ନିଅନ୍ତୁ କେବେ ବି ଲାଇଫରେ ରୋଗ କାହାକୁ ନ ମାନେ ହଉ ଦେଖି ହଉନି ସହୁଥିବ କେମିତି ସେଟା ମାନେ ଇମାଜିନ ବି କରିହଉନି ଆମେ ମାନେ ଦେଖି ପାରୁନି। ଗୋଟେ ରୁମ ଭିତରେ ମାନେ 24 ଘଣ୍ଟା ଭିତରେ ଜଣେକୁ କେତେ କଷ୍ଟ ହଉଛି କେତେ ଥର ସେ ତା ପାଟିରୁ ଖାଲି କଷ୍ଟରେ ଆ ବୋଲି ବାହାରୁଛି ସେଇ ଶବ୍ଦଟା ହିଁ ଶୁଣି ହଉନି। ଓଁ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ୟମ୍